ରାତି ପାହି ଯେତେବେଳେ ସକାଳ ହୁଏ, କୁଆକୁଲିର ରାବଣ ଶୁଭୁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ହୁରି ପଡ଼ୁଥାଏ। ସେ କାଳିଆ ସୁନାର ନାମ। ଜଣେ ବୁଢ଼ା ଭକ୍ତଟିଏ, ବୟସ ଆସି ପରିଣତରେ। ନା ତାର ଆଗକୁ କିଏ ଅଛି, ନା ତାର ପଛକୁ। ଚାଳିଆ ଖଣ୍ଡେ, ତାରି ଭିତରେ ବୁଢ଼ା ମଣିଷଟିଏ। ଆଉ ପ୍ରତିଦିନ ସକାଳେ ପାଦରେ ଘୁଙ୍ଗୁର ବାନ୍ଧି ଚାଲି ଆସେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡକୁ। ଆଉ ହାତରେ ଧରିଥାଏ ଦୁଇଟା ସଢ଼େଇ ଖୋଳପା। ଆଉ ସଢ଼େଇ ଦୁଟାକୁ ବଜାଇ ଗାଇ ଉଠେ କାଳିଆ ସୁନାର ନାମକୁ। ଆହା, କେଡ଼େ ସୁନ୍ଦର, କେତେ ଆନନ୍ଦ! ଥରେ ଯେଉଁ ଭକ୍ତର କାନରେ ସେ ନାମଗୁଣ ବାଜିଛି, କେମିତି ବା ସେ ଥୟ ହୋଇ ରହିବ? ଆଉ ବୁଢ଼ା ଭକ୍ତଟିଏ ଏମିତି ନାଚି ପଡ଼େ, ସତେ ଯେମିତି କାଳିଆ ତାର ନାଚକୁ ଦେଖୁଛି, ତାର ଗୀତକୁ ଶୁଣୁଛି। ବୁଢ଼ା ମନେ ମନେ ଭାରି ଖୁସି ହେଇଯାଏ। ଆଉ ପ୍ରତିଦିନ ନାଚି ନାଚି ଯାଇ ଛିଡ଼ା ହୋଇଯାଏ ଅନୁସ୍ତମ୍ଭ ପଛରେ। କାଳିଆ ସୁନାକୁ ଚାହିଁ କହେ, କାଳିଆରେ, ତୁ ମୋର ସବୁଠୁ ନିଜର। ତୋ ବିନା ଆଉ କେହି ନାହିଁ ଏ ଦୁନିଆରେ। କଥାଟିଏ ମୋର ରଖିବୁ, ବଞ୍ଚିଥିବା ଯାଏଁ ଏମିତି ତୋର ନାମକୁ ଗାଉଥିବି, ପାଦରେ ଘୁଙ୍ଗୁର ବାନ୍ଧି ତୋରି ସାମ୍ନାରେ ନାଚୁଥିବି। କେବେ ହେଲେ ମୋ ପାଇଁ ତୋର ଏଇ ପଡ଼ଦୋଳ କେବେ ବନ୍ଦ କରିବୁନି। କ'ଣ କହୁଛୁ କାଳିଆ? ବୁଢ଼ା ଲୋକଟି ସବୁଦିନ ନାଚୁଥାଏ ଆଉ ଗୀତ ଗାଉଥାଏ। ଆଉ କେହି କେହି ଲୋକ ଭାବନ୍ତି ବୋଧେ ବୁଢ଼ାଟା ପାଗଳଟାଏ, ନହେଲେ ଏମିତି କ'ଣ ସବୁବେଳେ ନାଚନ୍ତା? ବୁଢ଼ା କିନ୍ତୁ ଭାବେ, ନାଚୁଛି ସେଇ କାଳିଆ ପାଇଁ, ଆଉ ଗାଉଛି ସେଇ କାଳିଆ ପାଇଁ। ଲୋକମାନଙ୍କ କଥାରେ ତାର ବା କି ଯାଇ ଆସେ? ତା ଛଡ଼ା ମୋ କାଳିଆର ଭାବ ହିଁ ସେମିତିକା। ତାର ଭାବ ଯାହାଠାରେ ଲାଗିଛି, ସିଏ ବା କେମିତି ତୁନି ହେଇ ରହିବ। ଏମିତି ତ ପ୍ରତିଦିନ ବୁଢ଼ା ନାଚୁଥାଏ। ଦିନକର ଘଟଣା, ଦିନେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ବୁଢ଼ାଟି ମହାପ୍ରଭୁଙ୍କର ନାମକୁ ଗାଇ ନାଚି ନାଚି ଆସୁଥାଏ। ଆଉ ହାତରେ ବଜାଉଥାଏ ଦୁଇଟା ସଢ଼େଇ ଖୋଳପା। ଯେତେବେଳେ ନାଚି ନାଚି ଆସି ଅରୁଣସ୍ତମ୍ଭ ପାଖରେ ପହଞ୍ଚିଛି, ସେଦିନ ପୁରାଣ ପଣ୍ଡା ମହାପ୍ରଭୁଙ୍କର ପୁରାଣ ବସି ପଢ଼ୁଥାନ୍ତି। ଆଉ ପାଖରେ ରୁଣ୍ଡ ହୋଇଥାନ୍ତି ଅନେକ ଶ୍ରଦ୍ଧାଳୁ ଭକ୍ତ। ଯେତେବେଳେ ସମସ୍ତେ ଦେଖିଲେ ଲୋକଟି ଏମିତି ନାଚି ନାଚି ସଢ଼େଇ ଖୋଳପା ବଜାଉଛି, ପଣ୍ଡାଙ୍କର ପୁରାଣ ପଢ଼ିବା ବନ୍ଦ ହୋଇଗଲା। ସଙ୍ଗେ ସଙ୍ଗେ ଆସି କହିଲେ, କି ହୋ, ତୁମକୁ କ'ଣ ଜଣାପଡ଼ୁନି? ଲୋକମାନେ ଏଠି ପୁରାଣ ଶୁଣୁଛନ୍ତି, ତମେ ଏଠି ଏମିତି କ'ଣ ପାଇଁ ନାଚୁଛ? ନାଚିବାର ଯଦି ଅଛି ଆଉ କୁଆଡ଼େ ଚାଲିଯାଅ। ହେଲେ ପଣ୍ଡାପୁଅଙ୍କର କଥା କିଛି ବି ଫରକ ପଡ଼ିଲାନି ବୁଢ଼ାଟେ। ସେ ଖାଲି ଚାହିଁ ରହିଥାଏ କାଳିଆର ସେଇ ଚକାଚକା ଆଖିକୁ, ଆଉ ଭାବୁଥାଏ ତାର ସେଇ ନାଚ ଗୀତକୁ କେବଳ କାଳିଆ ହିଁ ଦେଖୁଛି, ଆଉ କାଳିଆ ହିଁ ଶୁଣୁଛି। ହେଲେ ଏ କ'ଣ? ପଣ୍ଡାପୁଅଙ୍କର କହିବା ପରେ ବୁଢ଼ାଟିର ଭାବ ଆହୁରି ହେଇଗଲା। ସେ ଆହୁରି ଜୋରରେ ନାଚିବାକୁ ଲାଗିଲା, ଆଉ ସଢ଼େଇ ଖୋଳପାକୁ ଆହୁରି ଜୋରରେ ବଜାଇବାକୁ ଲାଗିଲା। ଏଥର ଭକ୍ତମାନେ ମଧ୍ୟ କହିବାକୁ ଲାଗିଲେ, କି ହୋ, ତୁମକୁ କ'ଣ ଶୁଣାପଡ଼ୁନି? ଭକ୍ତମାନଙ୍କର ଏମିତିକା ତାତ୍ସଲ୍ୟ କଥା, ଆଉ ପଣ୍ଡାପୁଅଙ୍କର ଏମିତିକା ଧିକ୍କାର ବଚନ ଆଉ ତାଙ୍କ ଦେହରେ ଗଲାନି। ଆରି ଭିତରେ ମଧ୍ୟ ସମସ୍ତେ ମିଳିମିଶି ବୁଢ଼ାକୁ ବାହାର କରିଦେଲେ ସେଠୁ। ଏଥର ବୁଢ଼ାର ଅଭିମାନ ଆସିଗଲା ସେ କାଳିଆଠାରେ। କ'ଣ ଆଉ କରିବ? ସଢ଼େଇ ଖୋଳପା ଦିଟାକୁ ଫିଙ୍ଗିଦେଲା ହାତରୁ, ଆଉ କହିବାକୁ ଲାଗିଲା, କାଳିଆରେ, ତୋରି ବଡ଼ପଣ ରହୁ। ଜଗତ ସାରା ଜାଣନ୍ତି ତୁ ହେଉଛୁ ବଡ଼ ଠାକୁର। ଦେଖୁଛୁ, ତୋରି ସାମ୍ନାରେ ମୋତେ କେମିତି ଠେଲିକି ବାହାର କରିଦେଉଛନ୍ତି। ମୁଁ କ'ଣ ନାଚିବିନି ତୋ ଆଗରେ? ନା ମୁଁ ଗୀତ ଗାଇବିନି? ଏମିତି କହିକି ବୁଢ଼ାଟି ସେଦିନ କଇଁ କଇଁ ହୋଇ କାନ୍ଦୁଥାଏ। ଆଉ କହିଦେଇ ଆସିଲା, ବୁଝିଲୁ କାଳିଆ, ଆଉ କେବେ ଏଠିକି ଆସିବିନି। ମୁଁ ଆସିଲା ବେଳୁ ଲୋକମାନଙ୍କର ଖରାପ ହେଉଛି। ମୋ ନାଚ କାହାରିକି ଭଲ ଲାଗୁନି, କି ମୋ କଥା କାହାରିକି ବି ଭଲ ଲାଗୁନି। ମୁଁ ଆଉ ଆସିବିନି କେବେ, ଯାଉଛି ମୁଁ। ଏମିତି ଅଭିମାନ କରି କାଳିଆ ଉପରେ ବୁଢ଼ାଟି ଚାଲି ଆସିଲା ବଡ଼ଦାଣ୍ଡ ଛାଡ଼ି। ଆସିକି ପହଞ୍ଚିଲା ତାର ସେଇ ଭଙ୍ଗା କୁଡ଼ିଆ ଘରେ। କାଳିଆ କଥା ଭାବି ତାରି ଉପରେ ଅଭିମାନ କରି ଅଖିଆ ଅପିଆ ସେମିତି ବସିକି ଲୁହ ଗଡ଼ାଉଥାଏ। ନା ତାର ଆଖିରେ ନିଦ ଅଛି, ନା ଆଉ ଭୋକ ଅଛି। ହେଲେ ଏପଟେ ଦେଖ, କାଳିଆ ବା ମୋର କେମିତି ତୁନି ହୋଇ ରହିଥାନ୍ତା। ସେ ପରା ଭାବର ଠାକୁର, ସେ ଭାବ ବିନୋଦିଆ। ଭକ୍ତ ତାର ଭୋକ ଉପାସରେ ସିଏ ବା କେମିତି ଖାଇ ପିଇ ଶୋଇବ? ଯେତେବେଳେ ରାତି ଅଧ, ଠାକୁର ସିଧା ଯାଇ ପହଞ୍ଚିଲେ ଠାକୁର ରାଜାଙ୍କ ସ୍ୱପ୍ନରେ, ଆଉ କହୁଥାନ୍ତି, ରାଜା, ବୁଢ଼ା ଭକ୍ତଟିଏ ମୋର। ନା ତାର ଆଗକୁ କିଏ ଅଛି, ନା ତାର ପଛକୁ। ଭାରି ଭଲ ପାଏ ମୁଁ ତାକୁ। ଆଉ ତାର ସେଇ ରୁଣୁଝୁଣୁ ନାଚ, ଆଉ ତାର ସେଇ ଥରଥର କଣ୍ଠରୁ ଯେଉଁ ଗୀତ, ମୋତେ ଭାରି ଭଲ ଲାଗେ। ସିଏ ଆସିଲେ ମୋ ମନ ଭାରି ଖୁସି ହେଇଯାଏ। ସବୁବେଳେ ମୁଁ ତାକୁ ଚାହିଁ ରହିଥାଏ। ହେଲେ କାହିଁ ଆଜି ତାକୁ ପଣ୍ଡା ପୁଅ ଗାଳି ଦେଲେ। ଭକ୍ତମାନେ ମଧ୍ୟ ଭାରି ଅଭିମାନ କରିଛି ସେ। ତା ମନରେ ଦୁଃଖ। ସେ ଖାଇନି ଆଜି। ଆଉ ଜାଣିଛ,
ଆମେ ଆଜି କେହି ବି ଖାଇନୁ। ହଠାତ୍ ରାଜାଙ୍କର ନିଦ ଭାଙ୍ଗିଗଲା। ଏହି ତ ମହାପ୍ରଭୁ ଆସିଥିଲେ। ହେଲେ ସେ ଭକ୍ତ ଜଣକ କିଏ? ତାଙ୍କ ବା ମୁଁ କେଉଁଠୁ ପାଇବି? ସେ କେଉଁଠି ରୁହନ୍ତି? ତାଙ୍କର ତ ଠିକଣା କିଛି ଜଣା ନାହିଁ। ସଙ୍ଗେ ସଙ୍ଗେ ଠାକୁର ରାଜା ଧାଇଁଗଲେ ପଣ୍ଡାପୁଅଙ୍କ ପାଖକୁ। ତାଙ୍କଠାରୁ ବୁଝିନେଲେ ସେଇ ହେଉଛନ୍ତି ମଣିଦାସ, ଯିଏକି ମହାପ୍ରଭୁଙ୍କର ପରମ ଭକ୍ତ। ଧାଇଁଗଲେ ମଣିଦାସଙ୍କ ଘରକୁ। ଯାଇକି ଦେଖନ୍ତି ତ ବୁଢ଼ା ମଣିଷଟାଏ କତରାରେ ପଡ଼ିଛି। ଆଖିରୁ ତାର ଧାର ଧାର ଲୁହ ବହିଯାଉଛି। ଆଉ ଚାହିଁ ରହିଛି ସେ କାଳିଆ ସୁନାର ଚକାଚକା ଆଖିକୁ। ସଙ୍ଗେ ସଙ୍ଗେ ଯାଇ ଠାକୁର ରାଜା ତାଙ୍କର ପାଦ ତଳେ ପଡ଼ିଗଲେ ଆଉ କହିଲେ, ଧନ୍ୟ ହେ ଭକ୍ତ, ଧନ୍ୟ ତୋର ଭଲ ପାଇବା, ଧନ୍ୟ ତୋର ଶ୍ରଦ୍ଧା ସେ କାଳିଆଠାରେ, ଯାହା ପାଇଁ ଆଜି ମହାପ୍ରଭୁ ଉପାସ ରହିଛନ୍ତି। କ୍ଷମା କରନ୍ତୁ, ଆମର ଭୁଲ ହୋଇଯାଇଛି। ହେଲେ ଏପଟେ ବୁଢ଼ା ଭକ୍ତଟିଏ କିଛି ବୁଝିପାରୁନଥାଏ। ସଙ୍ଗେ ସଙ୍ଗେ ରାଜା କହିଲେ, ଜାଣିଛ, ତୁମକୁ ସିନା ଅପମାନ ଦେଇ ବାହାର କରିଦେଲେ, ସେପଟେ କାଳିଆ ସାଆନ୍ତ ମୋର କିଛି ଖାଇନାହାନ୍ତି। ତୁମେ ଯେମିତି ଖାଡ଼ା ଖାଡ଼ା ଉପାସ, ସିଏ ବି ସେମିତି। ଆଉ ଅଭିମାନ କରନି ଠାକୁରଙ୍କଠାରେ। ଚାଲ ମୋ ସହିତ ଶ୍ରୀକ୍ଷେତ୍ର ଚାଲ, ଠାକୁର ପରା ଉପାସ ଅଛନ୍ତି। ଯେତେବେଳେ ବୁଢ଼ା ଭକ୍ତଟିଏ ଶୁଣିଲା ଠାକୁର ତାର ଉପାସ, କାଲିଠୁ କିଛି ଖାଇନାହାନ୍ତି, ସେ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଆଉ କହିଲା, ରାଜା ଜାଣିଛ, ଠାକୁରଙ୍କଠାରେ ମୁଁ ଅଭିମାନ କରିଥିଲି। ମନେ ମନେ କେତେ ଗାଳି ଦେଇଛି। ଆଉ କେବେ ଯିବିନି ବୋଲି କହିଥିଲି ସେଇ ବଡ଼ଦାଣ୍ଡକୁ। ହେଲେ ଠାକୁର ଯେ ମୋର ଏତେ ଦୟାଳୁ, ସେ ଆଜି ମୋରି ପାଇଁ ଉପାସ, କିଛି ଖାଇନାହାନ୍ତି ଠାକୁର ମୋର। ସବୁ ଭୁଲ ମୋର। ମୁଁ ଆଜି ଖାଇନି ବୋଲି ଠାକୁର ଖାଇନାହାନ୍ତି। କ୍ଷମା କରିଦେବେ ଠାକୁରେ। ଏମିତି ଭୁଲ ଆଉ କେବେ ହେବନି। କଥା ଦେଉଛି, ତୁମଠାରେ ମୁଁ କେବେ ଡାକିବିନି। ଏପଟେ କାଳିଆଠାରେ ଏମିତିକା ଭାବ ଦେଖି ଠାକୁର ରାଜାଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସିଲା। ଠାକୁର ରାଜା ମଣିଦାସଙ୍କୁ ପାଛୋଟି ନେଲେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡକୁ। ହଁ, ଆଜି ସିନା ମଣିଦାସ ନାହାନ୍ତି, କଥାଟିଏ ରହିଯାଇଛି। ମଣିଦାସଙ୍କ ପାଇଁ ମହାପ୍ରଭୁ ନିଜେ ଉପାସ ରହିଥିଲେ। ହଁ ଆଜ୍ଞା, ଭକ୍ତର ଭାବ ହିଁ ସେମିତିକା, ଭକ୍ତର ଶ୍ରଦ୍ଧା ହିଁ ସେମିତିକା, ଆଉ ଭକ୍ତର ଭଲ ପାଇବା ହିଁ ସେମିତିକା। ଭକ୍ତ ଯଦି ମହାପ୍ରଭୁଙ୍କୁ ଗାଳି ଦିଏ, ପ୍ରଭୁ ମୋର ଶୁଣନ୍ତି। ଆଉ ଯଦି ଭକ୍ତଟିଏ ସେ ମହାପ୍ରଭୁଙ୍କର ନାମକୁ ଧରି ତାଳିଟିଏ ମଧ୍ୟ ବଜାଏ, ତାକୁ ମଧ୍ୟ ମହାପ୍ରଭୁ ଶୁଣନ୍ତି। କେବଳ ତାଙ୍କରିଠାରେ ସେତିକି ଭଲ ପାଇବା ଥିଲେ ହେଲା, ସେତିକି ବିଶ୍ୱାସ ଥିଲେ ହେଲା, ସେତିକି ଶ୍ରଦ୍ଧା ଥିଲେ ହେଲା। ନମସ୍କାର। କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କର ଅପାର କରୁଣାରୁ ସମସ୍ତେ ଭଲରେ ଥାନ୍ତୁ। ଜୟ ଜଗନ୍ନାଥ।